କୁଲଢିଆ ଅଭୟାରଣ୍ୟରେ ଗୁଳିମାଡ଼ରେ ଦୁଇ ସବୁଜ ବାହିନୀ ଆହତ, ଦୁଇ ଶିକାରୀ ଗିରଫ। ନୀଳଗିରି କୁଲଢିଆ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିମାଡ଼ରେ ଦୁଇ କର୍ମଚାରୀ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଦୁଇ ଶିକାରୀଙ୍କୁ ଗିରଫ ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ କୁଲଢିଆ ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଧୀନ ଜଙ୍ଗଲରେ ଶିକାର କରିବାକୁ ଯାଉଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ିଯାଇଥିଲେ। ଦେଶୀ ବନ୍ଧୁକରୁ ଗୁଳି ଫୁଟି ଦୁଇ ଜଣଙ୍କ ଗୋଡ଼ରେ ବାଜିଛି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତି ଚିକିତ୍ସିତ ହୋଇଛନ୍ତି। ଘଟଣା ଘଟିଛି ରାତି ପ୍ରାୟ 2ଟାରେ। ଆହତମାନଙ୍କୁ ନୀଳଗିରି ଚିକିତ୍ସାଳୟକୁ ଅନୁଯାୟୀ ଚିକିତ୍ସା କରାଯାଇଥିଲା। ଅନ୍ୟ ବନ କର୍ମଚାରୀମାନେ ଦୁଇ ଶିକାରୀଙ୍କୁ ବନ୍ଧୁକ ସହ କାବୁ କରି କୁଲଢିଆ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ବନ ବିଭାଗ ପକ୍ଷରୁ କ୍ୟାମେରା ସମ୍ମୁଖରେ ମୁହଁ ଖୋଲି ନଥିଲେ ବି ଡିଏଫ୍ଓ ଆସିଲେ ସୂଚନା ଦେବେ ବୋଲି ସୂଚନା ମିଳିଛି। ନୀଳଗିରିରୁ ମନୋଜ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।